ମୋ ପାଖରେ ଖାଇବୁ ମହାଦେବଙ୍କର ଗାଇବୁ ସହଦେବଙ୍କର ହେଇଠି ବେଳେ କାଲି ରାତି 9ଟା ବେଳେ ମୁଁ ଟିକେ ମୋ ବିଚରକୁ ଦେଖା କରିଦେଇକି ଆସିବି ଯାଇପାରିବୁନି ଆଜ୍ଞା ତୁ ଅଳ୍ପ ତ ଯିବି କାରଣ ସିଏ ଟାଇମ୍ ଦେଇଯାଇଛି କରି କରି ସତ ବଞ୍ଚି ଆଣିଦେବି ଏ ସାରା ବୁଢା କହୁଛି ମୋ ବଞ୍ଚି ଆଣିଦେବ ତମ ତ ଆଉ କିଛି ଧରିପାରିବିନି ତମ ଗୋଡ଼ ଧରୁଛି ମତେ କାଲି ରାତି 9ଟା ବେଳେ ଟିକେ ଛାଡ଼ିଦିଅ ଛାଡ଼ିଦେବି ଆଚ୍ଛା ତୁ ଗୋଟେ କାମ କରିବୁ କହୁନ ତୁ ଯିବୁ ବିଚରାକୁ ଧରିକି ଏଇଠିକି ଆସିବୁ ହେଇଠି ସିଏ ଏଇଠି ଆମ ଘରେ ରହିବ ଆମେ ଦି ଯାକ ଶଳା ଭେଳି 2 ଜଣ ଯାକ ବିଚରାକୁ ଧରି ବିଚି ହବ তোরা বেড়েটা ফুল লাগবা তোরা কৌছি পুলিশে রাধে রাধে তোমার অধকু মোর অধ এইটি বেড়ে যদি এমিতি হেলা তাহলে বেপার তো বড়ি চালিলা সেটা জানিলু তু উঠে যাও করদাউনু উঠিলা ତମେ ଗୋଟେ କାମ କରୁନ ତମେ ଖାଇକି ଯାଉନ ମୋ ପାଖରେ ରହିଲେ କଣ ହଉଛି ତା କଥା ମନେ ପଡେ ଶୁଣ ଭାଇ ଯଦି ମୁଁ ମରିବି ମୋ ବିଚଣା ସାଙ୍ଗରେ ଥଣ୍ଡା ହାୱା ଖାଇ ଖାଇ ମରିବି ଗୋଟେ ହିଷ୍ଟ୍ରି ମୋର କଣ କିଛି ନାହିଁ ନା କଣ ଆସ ଆଗକୁ ଆସ ତମ କଥା ମୁଁ ବୁଝୁଛି ଶୁଣ ବେଳେ ମୁଁ କାଲି ଯିବି ଦେଖା କରିକି ଆସିବି ଆଉ କିଛି କହିପାରିବିନି ଯାଇପାରିବି ଯିବି ମୁଁ କଣ ତୁ ଯାଇପାରିବୁନି ଯିବି ଯାଇପାରିବୁନି ଯିବି ଯାଇପାରିବୁନି କୁଆଡ଼େ ଗଲା ସବୁ ସେମାନେ ଏଇଠି ଆସି ପହଞ୍ଚିଯିବେ ଆରେ ହଁ ଭାଇ ସବୁ ଜିନିଷ ରେଡି ହେଲା ଭାଇ ଆସିନାହାନ୍ତି ଆରେ ସିଏ ଆସିବନି ମୁଁ ବା ତା ସାଙ୍ଗ ପାଖକୁ ଫୋନ କରି କହିଦେଇଛି କାଲି ତା ନିର୍ବନ୍ଧ ହବ ସେମାନେ କଣ ତାକୁ କହିନଥିବେ କଣ କହିଲ ତମେ ତମେ ତା ସାଙ୍ଗକୁ କହିଦେଇଛ ହଁ ଏଇଠି ତମେ ଅଭି ଖାଲି କଥା ହେଇନ ଆରେ ଶୁଣ ଅଭି ଯଦି ଆଜି ନ ପହଞ୍ଚେ ତାହେଲେ ପରିସ୍ଥିତି କଣ ମୋ ଚିନ୍ତା କରିପାରୁଛ ତ ଆରେ କିଛି ହବନି ହଁ ସିଏ ମୋ ଭାଇ ଆଚ୍ଛା ତାକୁ ମୁଁ ପରା ମୋ ଭାଇକୁ ଫୋନ କିଛି ଆବଶ୍ୟକତା ନାହିଁ ମୁଁ ଯଦି ବଡ଼ ପାଟି ଏଇଠୁ ଡାକିଦେବି ସେମାନେ ଯୋଉଠି ଥାଆନ୍ତୁ ନା କାହିଁକି ମୋ ପାଖରେ ଆସି ସିଧା ପହଞ୍ଚିଯିବେ ମୋର କିଛି କହିବା ଦରକାର ନାହିଁ ସବୁ କଥା ତମର ଗୋଟେ ଖାମଖିଆଲ ହେଇଗଲା ତମେ କଣ କହିଲ ମୁଁ ଖାମଖିଆଲ ତମେ ଖାମଖିଆଲ ନାଇଁ ମୁଁ ଖାମଖିଆଲ ମୋ କଥାରେ କିଛି ଦାମ ନାହିଁ ତମେ ଦେଖିବ ମୋ ଅବି ଏଇନେ ଆସି ଏଇଠି ପହଞ୍ଚିଯିବ এই শোনা গাড়ি পৌঁছিগলানি পৌঁছিগলেনি
ଏଥର କୁହ ମୋ କଥାର କିଛି ଦାମ ନାହିଁ। ଆଜ୍ଞା ନମସ୍କାର। ତମେ? ମୁଁ କଟକରୁ ଆସିଛି। ଅଭିନାଶ ମୋର କ୍ଲାସମେଟ୍। ଅବିନାଶ କଣ ଗାଡ଼ିରେ ଅଛି? ନା ଅଭିନାଶ ଆସିନି। ଆସିନି? ଆସିନି କିନ୍ତୁ ତାର ପାଖେ ନିର୍ବନ୍ଧ ସେମାନେ ଏବେ ଆସି ପହଞ୍ଚୁଛନ୍ତି। ଆଚ୍ଛା, ଆପଣଙ୍କୁ କଣ ସାନ ଭାଇଟାକୁ ପଠେଇଛନ୍ତି? ମୁଁ ତ ଅଭିନାଶ ପଠେଇ ନାହାନ୍ତି। ଆଉ ତାହେଲେ ରିଟାୟାର୍ଡ ପ୍ରିନ୍ସିପାଲ ସତ୍ୟବ୍ରତ ମହାପାତ୍ର ପଠେଇଛନ୍ତି। ଆସନ୍ତା କାଲି ତାଙ୍କ ଝିଅ ଡୋନାକୁ ଅଭିନାଶ ବାହା ହେଉଛି। ଆପଣ ମିଛ କହୁଛନ୍ତି। ମୋ ଅବିନାଶ ମତେ ନ ଜାଣି ବାହା ହବ ଏ କଥାକୁ ମୁଁ କେବେ ବି ବିଶ୍ୱାସ କରିପାରୁନି। ମୋ କଥାକୁ ଆପଣ ସିନା ବିଶ୍ୱାସ କରିବେନି, ହେଲେ ଆସନ୍ତା କାଲି ମୋ ଅବିନାଶର ବାହାଘର। ମୋ ପାଖକୁ ସେ ନିମନ୍ତ୍ରଣ ପଠେଇଛି। ଯୋଉ ଭାଇକୁ ମୁଁ କୋଳେଇ କାଖେଇ ମଣିଷ କରିଥିଲି ସେ ମତେ ନ ଜାଣି ବାହା ହେଇଯାଉଛି। କୁନି ବାପ ମା ମରିଗଲା ଦିନ ଠାରୁ ଯାହାକୁ ମୁଁ ଏଡ଼ିଠାରୁ ଏଡ଼ିଟିଏ କରିଥିଲି ସେ ଆଜି ଯଦି ମତେ ଠକି ଦଉଛି ରେ, ଠକି ତମେ କାହିଁକି ବେଶଉଛ କହିଲ? କଥାଟା କଣ ବୁଝ। ଆପଣଙ୍କ ହାତରେ ନିବନ୍ଧନ ପତ୍ର ଆମ ଅଭିନୟ ପଠେଇଛନ୍ତି। ନା ତାଙ୍କ ଶ୍ୱଶୁର ପଠେଇଛନ୍ତି ଆପଣମାନଙ୍କୁ ସାଙ୍ଗରେ ନେଇଯିବାକୁ। ଆପଣମାନେ ଗଲେ ବାହାଘର ହବ। କେହି ଯିବେନି। ଆଉ ତାଙ୍କୁ କହିଦେବେ ସେ ଯେତେବେଳେ କାହାକୁ ନ ଜାଣି ନିଜ ଇଚ୍ଛାରେ ବାହା ହେଇଯାଇଛନ୍ତି ଆମେ ସେଠିକି ଯିବୁ କାହିଁକି? କଣ ଖାଇବା ପାଇଁ? ଆପଣମାନଙ୍କର ଯାହା ଇଚ୍ଛା ସେଇଆ କରନ୍ତୁ। ସାର୍ଙ୍କର ନିଜର ଲୋକ ବୋଲି ସାର୍ ଖବର ଦେଲେ, ଏଣିକି ଆପଣମାନେ ଯାହା କରିବେ। ଆସୁଛି। ନମସ୍କାର ଆଜ୍ଞା। ଭାଙ୍ଗିଗଲା ଆମର ଦାସର ଏ କାଚ ଘରଟା ଭାଙ୍ଗିଗଲା ରେ। ଏ ଅମର ଦାସ ତ ତା ଭାଇ ପଡ଼ିଆରେ କେବେ ହେଲେ କିଛି ତ ଅବହେଳା କରିନଥିଲା। ହେଲେ କୁନି ଏମିତି କାହିଁକି ହେଲା? ଏବେ କଣ ହବ? ବାବୁ ଯଦି ନିର୍ବନ୍ଧ ପାଇଁ ଆସିଯାନ୍ତି ତାହେଲେ ତମେ ତାକୁ କଣ କହିବ? କେହି କିଛି କହିବା ଦରକାର ନାହିଁ। ମୁଁ ସେଠିକି ଯିବି। ବାବୁ ସାନ ଭାଇକି ପଚାରିବି କଣ ପାଇଁ ସେ ଆମ ମାନ ସମ୍ମାନ ତଳକୁ କରିଥିଲା। ଆରେ ନା ଭାଇ ତୁ କାହିଁକି ଯିବୁ? ମୁଁ ତା ବାହାଘରକୁ ଯିବି। ଆରେ ମୁଁ ତା ବଡ ଭାଇରେ ଭାଇ ତା ବାହାଘର ଭୋଜି ନ ଖାଇଲେ ତା ମନ ଦୁଃଖ ହବନି। ଆରେ ମୁଁ ସମସ୍ତଙ୍କୁ ଛାତି ଭୁଲେଇ କହୁଥିଲି ରେ ମୋ ଘର ଭଳିଆ ଘର ପାଖରେ ଏ ଦୁନିଆରେ ଆଉ କାହାର ନାହିଁ। କାରଣ ମୁଁ ଜନ୍ମ ରାଇଜରେ କରିଛି ଘରରେ ଭାଇ।
कुनी तमे सुनिल कौन कहूच मुझे ना আমি কিভাবে জীবনী সে তো আমাকে মুরবি বলে ভাবিলে তাহলে কাহিকি তাকে বাহার কমি ଯିବା জীবনী ସେଠିକି ଯିବା ନଥିବା ବଡ଼ କଥା କିନ୍ତୁ ଭାଉଜ ବର୍ତ୍ତମାନ ଚିନ୍ତା କରିବାକୁ ପଡ଼ିବ ଏବେ ପରିସ୍ଥିତି କଣ ହେବ ନମସ୍କାର ଅପା ଆମ ଆସିବା ଟିକେ ଡେରି ହେଇଗଲା ନମସ୍କାର ପପୁ ଭାଇ ଏଥର ଲାଇନ ପୁରା କ୍ଲିୟର ତ ନିର୍ବନ୍ଧର କାମଟା ଆରମ୍ଭ କର ବାପା କେହି କିଛି ମତେ କହୁନ କଣ ହୋଇଛି ବାବୁ ଅଭିଳାଷ ଅଭିନୟ କରି ଏପର୍ଯ୍ୟନ୍ତ ଫେରି ନାହାନ୍ତି କଣ ହେଇଛି ପପୁ ଭାଇ ଆପଣ କିଛି କହୁନ କଣ ପାଇଁ ପିତା କଣ ହୋଇଛି ବାବୁ ବାହା ହେଇଛି କଣ କହିଲେ ତମେ ମୋ ଭାଇର ଆସନ୍ତାକାଲି ବାହାଘର ହଉଛି ମୋ ଝିଅ ପିତା ସବୁ ମତେ କାହିଁକି ଜଣେଇଲ ବାବୁ ଖବରଟା ଆମେ ଏବେ ପାଇଲୁ ତାଛଡ଼ା ଅଭିଶାପକୁ ଠକିଦବ ସେ ବିଶ୍ୱାସ ଆମର ନଥିଲା ଆପଣ ଫେରିଯାଆନ୍ତୁ ବାବୁ ସେ ନିର୍ବନ୍ଧ ହେଇପାରିବ ଅପା ତୁ ସିନା କଥାଟାକୁ ସହଜରେ କହିଦେଲୁ ହେଲେ ଏକଥା ଗୀତା ଆପା ଶୁଣି ସାରିବା ପରେ ସେ ନିଶ୍ଚୟ ଆତ୍ମହତ୍ୟା କରିବ ଗୀତା ଭାଇ ତମର ଯଦି ତମ ଭାଇଙ୍କ ଉପରେ ବିଶ୍ୱାସ ନଥିଲା ତାହେଲେ ଆମକୁ କଥା ଦଉଥିଲ କାହିଁକି ତମ ଭାଇ ସିନା ବାହା ହେଇଗଲା ହେଲେ ମୋ ଝିଅ ପିତା ଏତେ କଥା ପରେ ଶେଷ ଥର ପାଇଁ ସେ ବେଦୀରେ ବସିବାର କେଉଁ ସ୍ୱପ୍ନ ଦେଖିଥିଲା ମୁଁ କେମିତି ଯାଇ ଘରେ କହିବି ଏଥର ବି ପ୍ରସ୍ତାବଟା ମୋର ନା ନା ମୁଁ ଆପଣଙ୍କୁ କଥା ଦେଇଛି ମାନେ ଗୀତା ନିଶ୍ଚୟ ଘରକୁ ବୋହୂ ହେଇ ଆସିବ ଆପଣ ଖାଲି ହାତରେ ଘରକୁ ଫେରିବେନି ମହାପ୍ରସାଦ ନିର୍ବନ୍ଧ ପରେ ଯାଇ ଫେରିବେ ସାନ ଭାଇ ତ ନାହାନ୍ତି ମହାପ୍ରସାଦ ନିର୍ବନ୍ଧ ହେବ କେମିତି କାହିଁ ତୋ ସହିତ ଗୀତାର ନିର୍ବନ୍ଧ ହବ ଆରେ ପାରିବୁନି ଅଭି ମତେ ଫାଙ୍କି ଦେଲା ବୋଲି ତୁ କଣ ଭାବିଛୁ ତୁ ବି ମତେ ଶେଷରେ ଫାଙ୍କି ଦବୁ ଆରେ ଏ ବାହାଘର ନହେଲେ ମୁଁ କଣ ଦାଣ୍ଡରେ ମୁଣ୍ଡ ଟେକି ଚାଲିପାରିବି ଭାଇ ବାର ଲୋକ ମତେ ବାର କଥା କହିବେ ରେ ଆରେ ତୁ କଣ ଭାବୁଛୁ तो भाई लोक आशा हूँ भाउज तम भाई लोक आशाले तमे सही परिब तो तम भाई को सम्मान पाई तमे कोन गीत को बाहे परिबनी अरे आगे जदि मु देखिबा कथा न रुहे ताहले मु आत्महत्या करिबि रे तमे कोन कहू तो को हाथ रुखा को हाथ रुखी को
जहाँ है ना एथिପାଇଁ कहीं नहीं हूँ एथिପାଇଁ तो एक कथारे राजी होई का का महल मो देह मन जो बाबू भाई तुम्हें राजी है जो बाबू भाई और जीवन पाई तेरा भाई भाई का सम्मान पाई तुम्हें हाँ करे दियो पिता এই বড় দোকানিটা আজ তাই তো বড় দোকানি লোক পড়তে দৌছিলা আজ তাই বড় দোকানি পড়ে বড় দোকানি কত করছি সবে কি সব হয়ে যাও अरे ତିନିଟା ଜୀବନ ପାଇଁ ମୁଁ ତ ହାତ ଧରୁଥିଲେ ତୁ ରାଜି ହେଇଯା ଭାଇ ତମେ ମୋ ପାଇଁ ଭାଇ ନୁହଁ ତମେ ମୋ ଦେବତା ତୁମର ସମ୍ମାନ ରଖିବାକୁ ଯାଇ ମୋ ମା ବଡ଼ ଦୋକାନୀର ମୂଲ ଦେବାକୁ ଯାଇ ମୁଁ ଗୀତାକୁ ବାହା ହେବି ମାମୁଁ ଆପଣ ଏଥର ନିର୍ବନ୍ଧନ କାମ ଆରମ୍ଭ କରିଦିଅନ୍ତୁ ଆସନ୍ତା କାଲି ମୋ ଅବିର ବାହାଘର ମୋ ପପୁର ବାହାଘର ମଧ୍ୟ ଆସନ୍ତା କାଲି ଦେଖୁନି ମୋ ଘରକୁ ଦିଟା ବୋହୂ ଆସିବେ ଦେଖୁନି କାଲି ସକାଳେ ଆମେ କଟକ ଯିବା ତ না ও কাটে ତମେ ଯିବନି তুমি যাও বড় বড় বলে যা তোর প্রদর্শন করে নেবে বলে আশা করেছিলি সেই যেତେବେଳେ ମୋ କଥା ଚିନ୍ତା କଲେନି ତାହେଲେ କାହିଁକି ମୋ ଅଧିକାରରେ ମୁଁ ସେଠିକି ଯିବି ମୁଁ ଯିବିନି କେବେବି ଯିବିନି କେବେ ନୁହଁ ମାମୁଁ ଯାହା ହେଲେ ବି ସିଏ ମୋ ଭାଇ ଯଦି ବା କିଛି ଭୁଲ ଘଟଣା କରିଦେଲା ମୁଁ କଣ ତା ଦୋଷ ଧରିବି ମୋ ଭାଇର ସେଠି କେହି ନିଜର ଲୋକ ନଥିଲା ବୋଲି ସେ ଏକୁଟିଆ ବସି ବେଦିରେ ବାହା ହବ ଏ କଥାଟା ମୁଁ ସହିବି କେମିତି ଆପଣ ଆସନ୍ତୁ କୁନିକି ଟିକେ ବୁଝେଇ ଦିଅନ୍ତୁ ଚାଲ ଚାଲ ବାପା ଆମର ମୁଁ ସବୁ କଥା ତାକୁ ବୁଝେଇଦେବି স্বামী করে বাঘুরে খুশি নুহ ମୁଁ କିନ୍ତୁ ସବୁଠୁ ବେଶୀ ଖୁସି କାହିଁକି ନା ମୋ ଅପା ପାଇଁ ଚିନ୍ତିତ ପିନ୍ଧିବ ବେଦିରେ ବସିବ ଆଉ ସବୁଆଡେ ଚଢି ତା ଶାଶୁ ଘରକୁ ଯିବ ଆଉ ତାକୁ କେହି ଉଆସି ବୋଲି କହିବେନି କେହି କହିବେନି ରାସ୍ତାରେ ଚାଲୁ ଚାଲୁ ବେଳେ ବେଳେ ଅଜଣା ଗୋଡଟା ଖସି ଯାଏ
କଥା କହୁ କହୁ ଏ ଜିଭଟା କାମୁଡ଼ି ହେଇଯାଏ। ହେଲେ ଏମିତା ତା ଭିତରେ ଏମିତି ବି କିଛି କଥା ଯାହାକୁ ଏ ଓଠ କହିପାରେ ନା, କେବଳ ଆଖି କହେ। ବାପୁ ଭାଇ, ସବୁଦିନ ପାଇଁ ମୁଁ ତମ ଶାଳୀ ହେଇଗଲି ନା। ବାହାଘର ପରେ ଦହି ପଖାଳ ବାଢିଥିଲି, ମୋ କାମ ସରିଗଲା, କିନ୍ତୁ କାହିଁକି କାହିଁକି ଏମିତି ହେଲା, କାହିଁକି ଏମିତି ହେଲା? ତୋ କଥାର ଉତ୍ତର ମୁଁ ଦେଇପାରିବିନି ଲୋ। ଯଦି କିଛି ପଚାରିବାର ଅଛି ତାହେଲେ ଏ ଦୁନିଆକୁ ଆମେ ସାଙ୍ଗ ହୋଇ ପଚାରିବା। ଜହ୍ନ ରାଇଜରେ ଆମେ ସାଙ୍ଗ ହୋଇ ଛୋଟିଆ ଘରଟେ ତୋଳିବା ପାଇଁ ଯେଉଁ ସ୍ୱପ୍ନ ନେଇଥିଲେ, ସେ ସ୍ୱପ୍ନଟା ଆମର ଆଶାରେ ରହିଗଲା। एमिति गोटे सिचुएशन मो भाई भाई खबर दे पारे केमिति खबर दे थांती जहां सामने मो छिड़ा हे कथा कहि पारेनी ताकू मो बाहागर विषय कहथांती केमिति कहथांती अविनाश बाहागर रे समस्त व्यस्त हेले तमे एठी एकुटिया ठिया होई कोन भाबुछ कोन घर कथा मने पडुची अच्छा मो भाई कोजन कथा मने पडुची मो भाई कोजन जे मोते पाड़ी पोसी परिचय करथिले सेमाने को नजरी मु जेते बेला जी बाहा होची सेमाने का आखिर मु केते छुटनी की करले था परिस्थिति बेले बेले मनुष्य को एमती गोटाए अवस्था को नहीं जाए जे से केबे हेले चिंता करि पारे ना तमे आदम व्यस्त हो ना बाहागर पर मु तुमको और डोना को नहीं तुम घर को निश्चिंत जीवी ठीक है आपण केवल आपण कथा और ये परिस्थिति कथा चिंता करी मुझे देखी किंतु मो भाई भाव तुमको बुझेगा दायित्व अपन कर अविनाश मो पाई गोटे जुएल से जदि ए बाहागर राजी होई न थांता ताहले ए सत्यव्रत महापात्र मान सम्मान सबू माटी रे रघु तमे मु जहा सब सुनिले सतरे कोन मो विप्लव रघु घाकरा पिकनिक रे अजना आतताई माने